हेलो फ्रेंड नमस्कार नूतन ब्लॉग को स्वागत। आज आम गोटे आदिवासी अध्युषित गाँ ढेंकानाल एवं केउंझर जिलार सीमांत गाँव में पहुँची जाइए। गाँव में देखिए किपर दृश्य रही नदी मझे डंगा फसी जाते विपद संकुल अवस्था रोचंती से केमी माछ धरती से विषय आसतु देखा किमिति रहउचंती से संपर्क में से जानिबा। आसतु से गाँव भीतर को जीवा एवं नदीर किपरि माछ धरचंती जालुआ मान सहित कथबार्ता आसतु से गाँ भीतर को जीवा। गाँव सकाल दृश्य यही रही देखो कि सुंदर संजोग पहाड़ आकाश एवं पानीर संजोग देखिपारे कि सुंदर चित्र विमोहित करुच्ची लोक आउ देखो माछ धरिक डंगारे देखिए डंगारे आसुचंदी। पाइब जो नायक सरपंच सरपंच से दरमा पाइबनी ता दरमा जाती से पाइब ना आउे समस्ते गाधुआ बाधुआ सब नित्यक्रम यपटे ही करती। किए गोटे साबुन रखिदे देख साबुन भी रखिदेज ना ये गाधुआ पाधुआ से साबुन सब रखिदे से ओजन करने लगे तीन को कही बोले मछड़ा ओजन करना जतके जो नहीं जीवे ने 5 केजी वाले नहीं जीवे। हाँ समस्त नहीं जीवे माड़ बसा बसी हो भल मेडिकल भी अच्छी ये किए गोटे आसला कामेखाना जे 36 केजी लगी होटेल गाड़ी आसते मझे थे। हाँ नहीं कहते हाँ सी आसते 36 केजी गाड़ी गोटे लगी नहीं हाँ ना 36 किलो नहीं दिया गोटे नहीं दिया सुरपटी आस आशा कर नहीं था जवाब कर दीजिए ना कड़े जीव कि गले कंकड़ा आड़ जी तली जी तलीटा आग ना मोर गाड़ी जाइला बेले मत टेंशन मोर पेटा भी आज घिचुची कि तो कहूँ हाँ मेडिकल लिए जाओ ये कला ये ऑफर आओ दब कही एटा अच्छी बा खुंटी एटा कतटा पिटा पिटी कौन दरकार हाड़ी बाहरला समान आण कहली तु तो खा हाँ आनी आई से पड़े जाए तु ये कर ये डंगा डंगा ये मारदे बांध दे थिया मार दौड़ तो लंबा अच्छी हाँ हाटी हकल हकल है एकर आसो बढ़िया तो देख मछटा कि साइड ओल्हे देज कि जिनता अच्छी यार सामान नहीं खुंदुड़े देवे
ସଂକୁଳ ଅବସ୍ଥାରେ ହୋଲି ଡଙ୍ଗାରେ ମାଛ ଧରୁଛନ୍ତି। ଏଇଟା କେତେବେଳେ ବୁଡ଼ିଯିବ ତାହା ତୁଳନା ନାହିଁ। ଦେଖନ୍ତୁ ବିପଦରେ ଡଙ୍ଗା। ପାହାଡ଼ ବି ରାସ୍ତା ନାହିଁ, ଏରା ଖାଲି ଗୋଟେ ଜୀବନ ବିକଳରେ ଆଉଛି। ଯାହା ଥିଲା ରାସ୍ତା ସବୁ ଯୋଉ ଏଇ ବର୍ଷ ଯୋଉ ଅଦିନିଆ ବର୍ଷା ତାକୁ ସବୁ ଧୋଇ ନେଇଗଲା। ଆଉ କୋଉ ସରପଞ୍ଚ କାହାକୁ ଜଣେଇଥିଲ? କଣ ନେତା ମନ୍ତ୍ରୀ କଣ କୁହନ୍ତି? ଏରା ତ ବିଡ଼ିଓକୁ ଡାଇରେକ୍ଟ ଲେଖିକି ଦିଆହେଲା ରାସ୍ତା ପାଇଁ, ଯେ କାହିଁ ସରକାର ହେଲେ ଶୁଣୁଛି। ଏବେ କହୁଛନ୍ତି କୁଆଡ଼େ କେଜୁରି ମୁଣ୍ଡା ସାହି ଦେଇକି ଆସିବ ରାସ୍ତା, ଯେ ଆଉ ଆସିବ କହୁଛନ୍ତି ପିଚୁ ହବ, ପାହାଡ଼ଟା କଂକ୍ରିଟ ହବ କି ପିଚୁ ହବ, ଯେ କାହିଁ ହେଲେ ହଉଛି। ଖାଲି କହିବାର ତ ଲୋକ ଚାଲିଛନ୍ତି ନେତା ମନ୍ତ୍ରୀ, ଆଉ କଣ କରିବୁ ଆମେ। ତୁମ ଗାଁରେ କେତେ ଲୋକ ରହୁଛନ୍ତି? ଆମ ଗାଁରେ ସେମିତି ଯାହା ହେଲେ ବି 30-35 ଘର ଅଛୁ। ଆଉ ଲୋକ ତ ସେମିତି ଗଣିଲେ ଯାହା ହେଲେ ବି 250 ଭଳିଆ ଲୋକ ହେବେ। 200-250 ଭଳିଆ ଲୋକ। ଆଉ ରେସନ କାର୍ଡ ଚାଉଳ କିମ୍ବା ତୁମର ଭତ୍ତା ପାଇଁ କେମିତି ଯାତାୟାତ କରୁଛ? ଭତ୍ତା ପାଇଁ ଯାଉଛୁ ଯାଇକିରି କାନ୍ତୁଲୁ। ଭତ୍ତା ତ ଯୋଉ ଦଉଥିଲା ଟାଇମ, ସେଇ ଟାଇମରେ ଭତ୍ତା ଆଉ ଦଉନାହିଁ ନା। 17 କୋଉଦିନ ଦଉଛି, କୋଉଦିନ 16 ଦଉଛି। ଫୋନ କଲେ ଯାଉଛୁ, ନହେଲେ ରହୁଛି। ଚାଉଳ କେମିତି ଆଣୁଛ? ଚାଉଳ ଯାଇକିରି ସେ ବାଇକରେ ଧରିକିରି ଆଉଛୁ। ଆଉ କଣ କରିବୁ? ରାସ୍ତାରେ ନା କେମିତି ବାଇକରେ ଆଣୁଛ? ବାଇକରେ କଷ୍ଟ ମଷ୍ଟ କରି ଆଣୁଛୁ, ନହେଲେ ବୋହି କରି ଯାଉ, ସାଇକେଲରେ ଠେଲିକିରି ଆଣୁଛୁ, ନହେଲେ ଡଙ୍ଗାରେ ଆଣୁଛୁ। ଡଙ୍ଗା ଯଦି ବର୍ଷା ସିଜନରେ ବାତ୍ୟା ବୁତି ହେଲା, ପବନ ହେଲା, ବାତ୍ୟା ବୁତୁ ହେଲେ ଦେଖିକରି କାନ୍ଥେ କାନ୍ଥେ ଆଣୁଛୁ। ଆଉ କଣ କରିବା? ରାସ୍ତାଘାଟ ତ ନାହିଁ, ବଡ଼ ହଇରାଣରେ ପଡ଼ିଲୁ ନା ଏଠି। ଆଉ କଥା ଯାହା ହଉ ତା ହଉ। ବର୍ଷା ତ ଏଇ ବର୍ଷ ଯୋଉ ବର୍ଷା ବର୍ଷିଲା, ରାସ୍ତା ଯାହା ଟିକେ ବାଗରେ ଥିଲା, ଟ୍ରାକ୍ଟର ପଶିକିରି ଗାଁ ପୁରା ଦୁର୍ବଳ କରିଦେଲା ରାସ୍ତା। ତାହେଲେ ଏ ବର୍ଷ ବହୁତ ଅସୁବିଧାରେ ରହୁଛ? ଏ ବର୍ଷ ଅସୁବିଧା ବୋଲି ମାର ଦେହ ଖରାପ ହେଲା ଗଲା ମାସରେ, ଯେ ଆଉ ଦେହ ଖରାପ ହେଲା। ଆମ୍ବୁଲାନ୍ସକୁ ଫୋନ କଲି ଯେତେବେଳେ, ଆମ୍ବୁଲାନ୍ସ କହିଲା ଆପଣଙ୍କ ଆଜ୍ଞା ଆମ ଘର ହଉଛି କିମ୍ବରମୁଣ୍ଡା ବିରିପାଳ। ବିରିପାଳ ଆଜ୍ଞା, ବିରିପାଳ ପଞ୍ଚାୟତ କୋଉଠି? ମୁଇଁ କହିଲି ଆଜ୍ଞା କାନ୍ତୁଲୁ। କହିଲା ବିରିପାଳଟା କଣ କାନ୍ତୁଲୁ କି ଆଜ୍ଞା? ମୁଇଁ କହିଲି ଆଜ୍ଞା ଆମେ କାନ୍ତୁଲୁ ପଞ୍ଚାୟତ ଲୋକ। ତାହେଲେ ଗାଡ଼ି ତ କହୁଛନ୍ତି ପାହାଡ଼ରେ ଯାଇପାରିବ ନାହିଁ, ପେସେଣ୍ଟକୁ କେମିତି ଟିକେ ଆଣିବା ବ୍ୟବସ୍ଥା କରିବେ କି? ପେସେଣ୍ଟକୁ ସାର୍ ପେସେଣ୍ଟ ତ ପୁରା ସାଂଘାତିକ, ସିଏ କୋଉ ଚାଲି ପାରିବ ନା ବାଇକରେ ବସି ପାରିବ, ଯେ ତାକୁ ଆମେ ନେବୁ। ଯଦି ଖଟରେ ବୋହି କରି ନେଲେ ସାର୍ ଏଇନା 4 ଜଣ ଲୋକ ଦରକାର। ବୋହି କରି ନେବୁ ଏଇନା 6 କିଲୋମିଟର ଦୂରିଆକୁ, ପାହାଡ଼ ତଳକୁ। ଆଉ ତେଣୁକରି ବଡ଼ ଅଡ଼ୁଆ ଇଆଡ଼େ ବର୍ଷା। ତାପରେ ଏଠୁ ସାର୍କୁ କହିଲା ବେଳକୁ ସାର୍ କହିଲେ ନାହିଁ, ଆଉ ତାହେଲେ ଗାଡ଼ି ବର୍ତ୍ତମାନ କାଳିଆ ହାତା ଗାଡ଼ି ଆସୁଛି, ଅପେକ୍ଷା କର। ଆଉ ସେଠୁ ଫୋନ କଲେ, ସେଠୁ କାଳିଆ ହାତା ଗାଡ଼ି ଆଇଲା କାଳିଆ ହାତା ଗାଡ଼ି। ବର୍ଷା ରାଜୁ ରାଜୁ ହେଉଥାଏ, ପେସେଣ୍ଟକୁ ଧରିକିରି ନେଇକରି ଛାଡ଼ିଲା ଆମକୁ କାମାକ୍ଷାନଗର ହସ୍ପିଟାଲ। କାମାକ୍ଷାନଗର ହସ୍ପିଟାଲରେ ଛାଡ଼ିଲା, ସେଠି ସାଲାଇନ୍ ଫାଲାଇନ୍ ଦିଆହେଲା। ପେସେଣ୍ଟ ଟିକେ ଭଲ, ପରିସ୍ଥିତି ଟିକେ ଭଲ ହେଲା। ରହିଲୁ 3-4 ଦିନ, ଫେର ପଳେଇ ଆଇଲୁ। ଆଉ ଏଠିକି ଆମ୍ବୁଲାନ୍ସ ତ ଗୋଟେ ପାହାଡ଼କୁ ଦେଖିକି ଡରୁଛି, ଉଠି ପାରୁନି ପାହାଡ଼କୁ। ପାହାଡ଼ଟା ବି ଟିକେ ଯଦି କାମ ହେଇଯାନ୍ତା ହେଲେ ବି ସମସ୍ତଙ୍କର ପାଇଁ ବହୁତ ସୁବିଧା ହୁଅନ୍ତା, ସେ ବି ହେଇପାରୁନାହିଁ, କିଛି ନାହିଁ। ବଡ଼ ଅଡ଼ୁଆରେ ଆମେ ପଡ଼ିଲୁ ଏଠି। ଚାଷବାସ ସରିଲାଣି? ଚାଷବାସ ଏଇ କାଲି ପରଠୁ ଆରମ୍ଭ ହେଇଛି। ତଳି ତ ଆମର ପଛ ପକେଇଲୁ, ଆଉ ଚାଷ କେମିତି ଆଗୁଆ ହବ? ସମସ୍ତ ଘର ମିଳିଯାଇଛି? ଘର ଯାଇ ଯେମିତି କରି ମିଳିବାର ମିଳିଛି ଘର, ଯେ ଘର ହେଲେ କୋଉ କାମ କରି ହଉଛି? କାମ କରିବା ଟାଇମରେ ତ କୂଅରେ ପାଣି ଶୁଖି ଯାଉଛି। ଆଉ 20-30ଟା ଭଳିଆ ସିମେଣ୍ଟ ଆଣିଥିଲେ, ସିମେଣ୍ଟ ମଧ୍ୟ ହାର୍ଡ ହେଇଗଲାଣି। ଏଇଟା କଣ ମାଛ? ଏଇଟା ସେଟା ହଉଛି ଆମର ଫଳି ମାଛ। ଫଳି ମାଛ ଏଇଟା କଣ? ଦିଟା କାହାକୁ ରଖିଦେଇଛ? ସେଟା ଦିଟା ଲାଗିଥିଲେ, ଯେ ଆମର ତ ଶ୍ରାବଣ ମାସ ଯେ ଆଇଁଷ ଅଧା ଖାଇବେନି। ଆମେ ଖାଲି ଛୁଆ ଛୁଆ ମିଶିକିରି ଗୋଟେ ଖାଇବୁ, ଯେ ଗୋଟେ ଜାଣି ଗୋଟେ ମାନେ ଶ୍ରାବଣ ମାସରେ ତୁମେ ଆଇଁଷ ଖାଇଦଉଛ? ଶ୍ରାବଣ ମାସରେ ଏଇଟା ଗୋଟେ କାଟୁଛୁ, ଆଡ଼ା ନ କାଟିଲେ ଆଉ କଣ କରିବ? ଏଇଟା କେତେ ହେଲେ ଶାଗ ଖାଇବ? ଆଉ ଶାଗ ତ ଖାଇବାକୁ ଆମକୁ ବାଗ ଲାଗୁନି। ଡେଲି ଡେଲି ଶାଗ ଆଳୁ କେତେ ଖାଇବ ଏରା? ଏରା ଜାଲ, ଏଇଟା କେତେ ଆଙ୍ଗୁଳିଆ ଜାଲଟା?
एला जाल सब सूता जाल रखा 8 आंगुलिया 10 आंगुलिया 12 आंगुलिया 6 आंगुलिया 4 आंगुलिया भेराइट प्रकार पात ଯଦି 8 ଆଙ୍ଗୁଳାରେ କେତେ କେଜିଆ ମାଛ ଲାଗିବେ? 8 आंगुलिया रे भी 12 किलिया माछ रही जीवो 20 किलिया माछ भी रही जीवो जगह रे पड़ले 8 ଆଙ୍ଗୁଳାରେ 8 आंगुलिया ଆଉ 12 ଆଙ୍ଗୁଳାରେ 12 आंगुलिया रे बड़ बड़ कइंछ पड़िबे माछ पड़िबे बड़ भाकुर पड़िबे 7 किलिया 8 किलिया 10 किलिया 12 किलिया माने जिया हाबड़िला सिए पड़ला 15-20 କେଜିଆ ବି ମାଛ ଲାଗି ଯାଉଛନ୍ତି। लागी जिबे 20 किलिया माछ भी जिया आसिला माने लागिला हे ଦଣ୍ଡରାଜ ଡ୍ୟାମରେ ତାହେଲେ ମାଛ ମାରୁଛ ତମେ माछ ସବୁ? दे दियो पानी ମାଛ ମାରିକିରି ବଞ୍ଚୁଛ? हाँ माछ मारा होची आउ कोन करबा आठी तो किछि आउ सिस्टम नाही ए जाल फाल टिके बसा होची माछ टिके मारा होची पनी परिबा टिके चाष करा होची जे ए वर्ष तो मका देलु जे मुळु तो खोसेबाकू पागो देला नै आमे हेले कोन करबू बेहन आनी करी पकेलु सब कलु जे बाळी रहिला पड़िया ହଉ ଏ କେତେ ଜଣ ଖାଇବ? एरा खाइबे चार ପୁରା ଟେଷ୍ଟି ଲାଗିବ? हां पूरा स्वाद लागबो ହଁ କୋଉ ଶ୍ରେଣୀ ପାଠ ପଢୁଛୁ? ତୁମ ପ୍ରଧାନ ଶିକ୍ଷକ ନାଁ କ'ଣ? ତୁମ ପ୍ରଧାନ ଶିକ୍ଷକ ନାଁ କ'ଣ ଜାଣିନୁ? ଆଉ ଓ ଆ କେତେଟା ଅକ୍ଷର? ଓ ଆ କେତେଟା ଅକ୍ଷର? আর ସବୁରା? ତୋ ନାଁ କ'ଣ? ପ୍ରଧାନ। ବାପା ନା? ତୁମ ବିଦ୍ୟାଳୟ ନାଁ କ'ଣ? ତୁମ ସ୍କୁଲ ନାଁ କ'ଣ? ଭୁଲି ଯାଇଛୁ? କେଉଁ ସାର୍ ପାଠ ପଢ଼ଉଛନ୍ତି? ତାଙ୍କ ନାଁ କ'ଣ? କ'ଣ କ'ଣ ସ୍କୁଲରେ ପାଠ ପଢ଼ଉଛନ୍ତି ତୋତେ? କ'ଣ କ'ଣ ପାଠ ପଢ଼ଉଛନ୍ତି? ତୋତେ କ'ଣ କ'ଣ ପାଠ ପଢ଼ଉଛନ୍ତି କହ? ତୋତେ କ'ଣ କ'ଣ ପାଠ ପଢ଼ଉଛନ୍ତି? ଦ୍ୱିତୀୟ ପାଠ ହେଉଛି ବଲ୍ କେମିତି ସ୍ପେଲିଂ ହେବ? ବଲ୍ ସ୍ପେଲିଂ କେମିତି ଜାଣିନୁ? ତୁ କେତେ ପଢ଼ୁଛୁ ରେ ବାବୁ? ତୋ ନାଁ କ'ଣ? ତୋ ଶିକ୍ଷକ ନାଁ କ'ଣ? ତୁମ ପଞ୍ଚାୟତ ନାଁ କ'ଣ? তাহলে কই পঞ্চায়েতে? জেলা কামাখ্যা। রাজ্য রাজ্য কহুনু? ତ କିଛି କ'ଣ ପାଠ ପଢ଼ୁଛ? କିଛି ତ ଜାଣିନ, କ'ଣ ପାଠ ପଢ଼ୁଛ? କ'ଣ କ'ଣ ପଢ଼ଉଛନ୍ତି କହୁନୁ? ରାଜେଶ ଓ ଆ ଖାଲି ବର୍ଣ୍ଣବୋଧ ଶେଷ କରିଦେଇଛୁ? କହୁନୁ? आप फोन किया 2 ଅଷ୍ଟା କେତେ? 5 ନୂଆ चलो ହଁ ସେଇଟା ଶିଖି ଯାଇଛୁ। 9 ନୂଆ ହଁ ସେଇଟା ଜାଣିଛୁ ନା?
ଏକୁଟିଆ ଏରେ କେତେ ଦିନ ରହି ସାରିବ ଏ ବିଲଟା? ଆଁ ତଥାପି କେତେ ଦିନ ରହି ସାରିବ ଜଣେ ମଣିଷ? ତିନି ଦିନ ଲାଗିବ। ହଉ ରୁହ ଆଉ। ବଢ଼ିଆ ତ ଦେଖ ମାଛଟା କିନ୍ତୁ ଏ ସାଇଡ଼ରେ ଓହ୍ଲେଇ ଦେଇଛ କି ଜିନିତା ଅଛି? ହଁ ଏଇଆଡ଼େ ସମାନ ନେବା ନାଇଁ ଖୁନ୍ଦୁଳି ଦେବେ।